ଆଜ୍ଞା ଆଜି ସକାଳେ ଗୋଟେ ଭିଡିଓ ଦେଖିଲି। ବିହାରରେ ପାଟନାରୁ ଦରଭଙ୍ଗା ଆଉ ଗୋଟେ ଜାଗାକୁ କନେକ୍ସନ ହବା ପାଇଁ ଗୋଟେ ବ୍ରିଜ ଲାଗିଗଲାଣି 13 ବର୍ଷ। 13-14 ବର୍ଷ ହେଇଗଲାଣି, ସେ ଆଜି ଯାଏ କରିପାରୁନାହାନ୍ତି। ନ୍ୟୁଜ ବାଲା ଯେତେବେଳେ ଯାଇ ପହଞ୍ଚିଲେ, ମନୀଷ କଶ୍ୟପ ଯାଇ ସେଠି ପହଞ୍ଚିଥିଲା, ସିଏ ଯେତେବେଳେ ଯାଇ ପହଞ୍ଚିଲା ସେଠି କୌଣସି ଇଞ୍ଜିନିୟର ନାହାନ୍ତି, କୌଣସି ସେଫ୍ଟି ମେଜର ସେଠି ନିଆ ହଉନି କାମ କରିବାକୁ। ଏତେ ବର୍ଷ ହେଲାଣି କାମ ଚାଲିଛି, ଯୋଉଟା ମାନେ 1.5-2 ଘଣ୍ଟାର ବାଟ ପହଞ୍ଚିବା ସେଟା ତାଙ୍କୁ ଲାଗି ଯାଉଛି 6-7 ଘଣ୍ଟା। ସେ କହୁଛି ଯେ ଆମେ ଦିଲ୍ଲୀରେ ଟ୍ରେନ ପଳେଇବୁ, ଜଲ୍ଦି ପହଞ୍ଚିବୁ, ଆମ୍ବୁଲାନ୍ସ ଏଠି କାହିଁ ବେକାର ନେଇକି ଆସିବୁ, ମେଡିକାଲ ନେଇକି ଆମେ ସିଆଡେ ପଳେଇଲେ ଭଲ ହବ। ତ ମୋ କହିବାର ମତଲବ, ମୁଁ ବିହାର ବିଷୟରେ କାହିଁ କଥା ହଉଛି ନା ଆଜ୍ଞା, 1.5 ଘଣ୍ଟା ହେଲାଣି ପୁରୀ ବାଇପାସ ରେ ମୁଁ ଅପେକ୍ଷା କରିଛି। ମୋର ଗୋଟେ ସାଙ୍ଗ ରସୁଲଗଡରୁ ଏଇଠି ଆସି ପହଞ୍ଚିବ, ସେ ବାଇକ ରେ ଆସି ପହଞ୍ଚିଲେ ଆମେ ଗୋଟେ ଜାଗାକୁ ଯିବୁ ଗୋଟେ କାମରେ। ଲଞ୍ଚ ରେ ଡାକିଥିଲେ ଖରାବେଳୁ, କିନ୍ତୁ ମତେ ଲାଗୁଛି ଆଜ୍ଞା ମୁଁ ଏକାଥରେ ଯାଇ ତାଙ୍କ ଘରେ ଡିନର କରିଦେବି, ସେଇଠି ଶୋଇପଡିବି ଗାମୁଛା ଫାମୁଛା ପାରି, କାଲି ସକାଳୁ ଆସିବି ଆଉ। କାହିଁକିନା ଆମ ରାଜ୍ୟରେ, ଆମ ଭୁବନେଶ୍ୱରରେ ମେନ୍ କରିକିନା ଟ୍ରାଫିକ ବ୍ୟବସ୍ଥା ଆଜି ଯାଏ ତ ସୁଧୁରିଲାନି। ସେ ଉପରେ ଛୋଟିଆ ଛୋଟିଆ